ଅଜସ୍ର କଲ୍ୟାଣମୟୀ, କରୁଣାମୟୀ, କୃପାମୟୀ, ସ୍ନେହମୟୀ, ମାଧୁର୍ଯ୍ୟମୟୀ, ମମତାମୟୀ, ବିଶ୍ୱଜନନୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ଅନନ୍ତ କୋଟି କୃତଜ୍ଞତାପୂର୍ଣ୍ଣ ପ୍ରଣାମ ଜଣାଉଛି। ତଥା ଆଜିର ପାଠଚକ୍ରକୁ ପରିଚାଳନା କରୁଥିବା ସ୍ନେହର ଅରଶ୍ରୀକୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ମାଙ୍କର କୃପା, କରୁଣା, ଆଶୀର୍ବାଦ ସବୁବେଳେ ତା ଉପରେ ରହିଥାଉ। ଏବଂ ଆଜି ପାଠଚକ୍ରରେ ଅଂଶଗ୍ରହଣ କରିଥିବା ଏଇ ପାଠଚକ୍ରକୁ ଆହୁରି ଦିବ୍ୟତାରେ ପରିଣତ କରିଥିବା ସେହି ଅପା ଭାଇମାନଙ୍କୁ ମୋ ହୃଦୟରୁ ପ୍ରଣାମ, ବନ୍ଦେ ମାତରମ୍। ଏବଂ ଏହି ପାଠଚକ୍ରରେ ଉପସ୍ଥିତ ରହି ଏ ପାଠଚକ୍ରକୁ ଆହୁରି ଦିବ୍ୟତାରେ ପରିପୂର୍ଣ୍ଣ କରୁଥିବା ସମସ୍ତ ଆତ୍ମୀୟ ମାତୃ ସନ୍ତାନ ମାନଙ୍କୁ ମୋର ପ୍ରଣାମ, ବନ୍ଦେ ମାତରମ୍। ଆଜିର ଯୋଉ ବିଷୟବସ୍ତୁ ରହିଛି ଶ୍ରୀ ଅରବିନ୍ଦଙ୍କ ଯୁଗର ବାସ୍ତବତା, ଗୋଟେ ବାଣୀରୁ ପ୍ରଥମେ ଆମେ ଆରମ୍ଭ କରିବା। ମାଙ୍କ ବାଣୀ, ମୁଁ ଯାହା ଦେଖୁଛି ତାହା ହେଉଛି ଆଗାମୀକାଲିର ଜଗତ, କିନ୍ତୁ ଗତକାଲିର ଜଗତ ତଥାପି ଜୀବିତ ରହିଛି ଓ କିଛି ସମୟ ପାଇଁ ଜୀବିତ ରହିବ। ଜୀବିତ ରହିଥିବା ପର୍ଯ୍ୟନ୍ତ ପୁରାତନ ବ୍ୟବସ୍ଥା ସେହିପରି ରହିଚାଲୁ। ପୃଥିବୀ ପୃଷ୍ଠରେ ପରିବର୍ତ୍ତନ ଆସେ, ମନ୍ଥର ଗତିରେ ବ୍ୟସ୍ତ ହୁଅ ନାହିଁ, ଭବିଷ୍ୟତ ପାଇଁ ଆଶା ରଖ। ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଶ୍ରୀ ଅରବିନ୍ଦଙ୍କର ଯୁଗର ଲକ୍ଷ୍ୟ ହେଉଛି ଆତ୍ମ ପରିପୂର୍ଣ୍ଣତା, ଆତ୍ମ ବିଲୋପ ନୁହେଁ। ଯୋଗୀମାନଙ୍କ ପାଇଁ ଆଗେଇବାର ଦୁଇଟି ପଥ ରହିଛି। ଗୋଟିଏ ହେଉଛି ବିଶ୍ୱରୁ ନିଜକୁ ପ୍ରତ୍ୟାହାର କରିନେବା, ଅନ୍ୟଟି ହେଉଛି ବିଶ୍ୱ ଭିତରେ ହିଁ ପୂର୍ଣ୍ଣତା ପ୍ରାପ୍ତି କରିବା। ପ୍ରଥମଟି ଆସିଥାଏ ବୈରାଗ୍ୟ ଦ୍ୱାରା, ଆଉ ଅନ୍ୟଟି ଫଳପ୍ରସୂ ହୋଇଥାଏ ତା ତପସ୍ୟା ଦ୍ୱାରା। ତେଣୁ ପ୍ରଥମଟିରେ ଆମେ ଗୃହୀତ ହେଇଥାଉ ଯେତେବେଳେ ଆମେ ଅସ୍ତିତ୍ୱ ଭିତରେ ଥିବା ଭଗବାନଙ୍କୁ ହରାଇଥାଉ, ଓ ଦ୍ୱିତୀୟଟି ଆମେ ଲାଭ କରୁ ଯେତେବେଳେ ଆମେ କଣ କରୁ ନା ଭଗବାନଙ୍କ ଭିତରେ ଅସ୍ତିତ୍ୱକୁ ପରିପୂର୍ଣ୍ଣ କରୁ। ପରିତ୍ୟାଗ ଓ ବୈରାଗ୍ୟର ପଥ ଶ୍ରୀ ଅରବିନ୍ଦଙ୍କ ଯୁଗ ନୁହେଁ। ଶ୍ରୀ ଅରବିନ୍ଦଙ୍କ ଯୁଗ ହେଉଛି ପୂର୍ଣ୍ଣତାର ଯୁଗ ବା ପୂର୍ଣ୍ଣତାର ପଥ। ଆମର ଲକ୍ଷ୍ୟ ହେଉଛି ସଂଗ୍ରାମରେ ବିଜୟ, ସମସ୍ତ ପ୍ରକାର ସଂଘର୍ଷରୁ ପଳାୟନ ନୁହେଁ। এই ଦୁଃସାହସିକ ଅଭିଯାନ ଭିତରେ ଦୁଃସାହସିକ ପଦକ୍ଷେପ ନେଇ ଆମେ ଆମ ଯୁଗ ପଥରେ ଆଗେଇବା ହେଉଛି ଆମର ଲକ୍ଷ୍ୟ। ଥରେ ଶ୍ରୀ ଅରବିନ୍ଦଙ୍କୁ ଥରେ ମାଙ୍କୁ ଗୋଟେ ପ୍ରଶ୍ନ କରାଯାଇଛି ଯେ ମା, ଏହି ଯୁଗର ପଥ ଅନ୍ୟାନ୍ୟ ଯୁଗ ଠାରୁ ଅଧିକ ସୁଦୂର ପ୍ରସାରୀ ଏବଂ ବହୁ ଦୁଷ୍କର। ତେଣୁ ଯଦି ତୁମେ ଚୈତ୍ୟପୁରୁଷ ଦିଗରୁ ନିଶ୍ଚିତ ଆହ୍ୱାନ ପାଇନଥାଅ ଓ ଯଦି ଏହାର ଶେଷ ସୀମା ପର୍ଯ୍ୟନ୍ତ ଯିବା ପାଇଁ ତୁମ ମନ ପ୍ରସ୍ତୁତ ହୋଇନଥାଏ, ତେବେ ଯୁଗ ପଥରେ ତୁମ ପାଦ ଦେବା ମୋଟେ ଉଚିତ ନୁହେଁ। ଏହିପରି କଥା କାହିଁକି ଶ୍ରୀ ଅରବିନ୍ଦ ଲେଖିଛନ୍ତି ଲାଇଟ୍ସନ୍ ଯୁଗରେ। ମାଙ୍କୁ ଏ ପ୍ରଶ୍ନ ପଚରାଯାଇଛି। ମା ତାର ଉତ୍ତରରେ କହୁଛନ୍ତି ଯେ ତାର କାରଣ ରହିଛି। ତୁମ ଭିତରେ ଯଥେଷ୍ଟ ସଦିଚ୍ଛା ଥାଇପାରେ, ଦିବ୍ୟ ଉପଲବ୍ଧି ଦିଗରେ ତୁମର ଜୀବନ ଉନ୍ମୁଖ ହେଇପାରେ, ତୁମ ଭିତରେ ଆତ୍ମନିବେଦନର ଭାବ ମଧ୍ୟ ରହିପାରେ, ଦିବ୍ୟ କର୍ମ କରିବାରେ ତୁମେ ଅଳ୍ପ ବା ବହୁତ ଉତ୍ସୁକ ମଧ୍ୟ ହେଇପାର, କିନ୍ତୁ ତାହା କରିବା ଓ ଏହି ଯୋଗ କରିବା ମଧ୍ୟରେ ବହୁତ ତଫାତ ରହିଛି। ଶ୍ରୀ ଅରବିନ୍ଦଙ୍କର ଏହି ଯୋଗର ଅର୍ଥ କଣ ନା ପୂର୍ଣ୍ଣ ଭାବରେ ରୂପାନ୍ତର ହେବା ପାଇଁ ଚାହିଁବା, ତାହା ଦ୍ୱାରା ତୁମ ଜୀବନର ଏହି ଗୋଟିଏ ମାତ୍ର ଲକ୍ଷ୍ୟ ଛଡା ଆଉ କିଛି ରହିଲେ ଚଳିବ ନାହିଁ। ଯେତେବେଳେ ମା କହୁଛନ୍ତି ତୁମେ କହିବ ଯେ ମୁଁ ଏଇ ଯୋଗ କରିବାକୁ ଚାହେଁ, ସେତେବେଳେ କିପରି ପଥ ତୁମେ ବାଛି ନେଉଛ ସେଇ କଥା ଆଗେ ଭଲ କରି ତୁମକୁ ବୁଝିବାକୁ ହବ। ଯେଉଁମାନେ ମୋ ପାଖକୁ ଆସି କହନ୍ତି
ଯେ ସେମାନେ ଏଇ ଯୋଗ ପଥକୁ ଆସିବାକୁ ଚାହାନ୍ତି ସେମାନଙ୍କର ଏ ବିଷୟରେ ନିଶ୍ଚିତ ନିୟତି ରହିଛି ବୋଲି ମତେ ଦେଖା ନଗଲେ ମୁଁ କହିଥାଏ ଆଗେ ଭଲ କରି ଭାବି ଦେଖ ଯଥାର୍ଥରେ ତୁମେ ଏ ପଥରେ ଆସିବାକୁ ଚାହଁ କି ନାହିଁ। ତୁମେ ଏହି ଉଦ୍ଦେଶ୍ୟ ନେଇ ଜଗତକୁ ଆସିଛ ବୋଲି ଅନ୍ତର ମଧ୍ୟରେ ଠିକ ଭାବରେ ଜାଣିଛ କି ନାହିଁ ଦେଖ ସେ ବିଷୟରେ ଆଗେ ତୁମେ ନିଃସନ୍ଦେହ ହୁଅ। ଏ କଥା ମା କହୁଛନ୍ତି। ପୁଣି ସୁନ୍ଦର ଭାବରେ ମା ବୁଝେଇ କହୁଛନ୍ତି ତାର କାରଣ ହେଲା ଏ ପଥ ସହଜ ପଥ ନୁହେଁ। ଏ ପଥରେ ଚାଲିବାକୁ ହେଲେ ଅନେକ ସମୟ ଦରକାର, ଅନେକ ଧୈର୍ଯ୍ୟ ଦରକାର, ଅନେକ ବା ଯଥେଷ୍ଟ ପରିମାଣରେ ସହ୍ୟ ଶକ୍ତି, ଅଧ୍ୟାବସାୟ, ସତ୍ସାହସ ତଥା ସତ୍ ସଂକଳ୍ପ ରହିବା ଦରକାର। ଯଦି ଏଇ ସବୁ ଗୁଣ ମା କହୁଛନ୍ତି ତୁମ ଭିତରେ ଅଛି ବୋଲି ତୁମେ ଜାଣିଥାଅ ତେବେ ଯାଇ ଏଇ ପଥକୁ ତୁମେ ଗୋଡ଼ ବଢା। ଆଉ ଗୋଟିଏ କଥା ଜାଣି ରଖ ମା କହୁଛନ୍ତି ଯେ ଏ ପଥରେ ଥରେ ପାଦ ଦେଲେ ଆଉ ଅବ୍ୟାହତି ନାହିଁ। ଏ ପଥରେ ପ୍ରବେଶ କଲେ ଆଉ ଫେରିବା କଥା ଚଳିବ ନାହିଁ। ଏହାର ଶେଷ ପର୍ଯ୍ୟନ୍ତ ତୁମକୁ ଅବଶ୍ୟ ଯିବାକୁ ପଡିବ। ଅର୍ଥାତ୍ କିପରି ପଥରେ ପାଦ ଦେଉଛ ସେଇ କଥା ସମ୍ପୂର୍ଣ୍ଣ ରୂପେ ଜାଣି ତାପରେ ଏ ବିଷୟରେ ସିଦ୍ଧାନ୍ତ ନେବା ଉଚିତ। ଯେଉଁ ଦିନ ଠାରୁ ତୁମେ ଏ ପଥରେ ପ୍ରବେଶ କରିବ ସେଇ ଦିନ ଠାରୁ ତୁମ ଭିତରେ ସବୁ କିଛି ପରିବର୍ତ୍ତିତ ହେବାକୁ ଆରମ୍ଭ କରିବ। ବାହାରର ଅବସ୍ଥା ଅବଶ୍ୟ ଆଗେ ଯେପରି ଥିଲା ଅନ୍ୟ ସମସ୍ତଙ୍କ ପରି ସେଇପରି ରହିବ, କିନ୍ତୁ ବହୁ ପାର୍ଥକ୍ୟ ରହିବ। କୋଉଠି ନା ଭିତର ଆଡେ ଦେଖିପାରିବ ଯେ କୌଣସି ଏକ ଚେତନା ତୁମ ଭିତରେ ଅନୁକ୍ଷଣ କାମ କରି ଚାଲିଛି, ଯାହା ଫଳରେ କୌଣସି ଦିଗକୁ ନ ଢଳି ତୁମେ କେବଳ ସମ୍ମୁଖର ସରଳ ପଥ ଧରି ଚାଲିବାରେ ଲାଗିବ ଓ ବୁଝିବ ଯେ ତୁମର ଅଗ୍ରଗତି ପଥରେ ଯାହା କିଛି ବାଧା, ଯାହା କିଛି ବିଘ୍ନ ହୋଇ ରହିଛି ସେଗୁଡିକୁ ସେ ଚେତନା ଅତି ଶୀଘ୍ର ତୀବ୍ର ଆଲୋକ ନିକଟରେ ତୋଳି ଧରିଛି। ତୁମ ନିଜ ଭିତରେ ଯେତେ ଅନ୍ଧତା, ଯେତେ ଦୁର୍ବଳତା ରହିଛି ତାରି ପ୍ରାଚୀରରେ ତୁମକୁ ବାର ବାର ଧକ୍କା ଖୁଆଉଛି। ଯୋଉଠି ଦୁର୍ବଳତା ଆମର ରହୁଛି, ଯୋଉଠି ଆମର କିଛି ପ୍ରାଚୀର ସୃଷ୍ଟି କରୁଛି ଭଗବାନଙ୍କ ଦିଗରେ ଚାଲିବାରେ, ସେଠି କଣ ହଉଛି ନା ସେ ବାରମ୍ବାର ଧକ୍କା ଖାଉଛନ୍ତି। ସେଇ ସଜାଗ ଚେତନା ଭିତରେ ଏପରି ଏକ ଅବିମିଶ୍ର ଏକନିଷ୍ଠତା ରହିଛି ଯାହା କୌଣସି ପ୍ରକାର ତୁମକୁ ପଥ ଛାଡି ବିପଥ ଦିଗରେ ଯିବାକୁ ରାଜି କରାଇ ଦେବ ନାହିଁ। ସେଇ ଯୋଉ ଧକ୍କା ଆମକୁ ଦଉଛନ୍ତି ମା, ସେଇ ଧକ୍କାଟି କଣ ନା ସେ କେହିବେଳେ ବି ତୁମକୁ ତୁମର ଏକନିଷ୍ଠତା ଦିଗରେ ଯିବାରେ ତୁମକୁ ବା ସେଇ ପଥରୁ ତୁମେ ବିପଥକୁ ଯିବା ଲାଗି ସେ କେବେ ବି ତୁମକୁ ପ୍ରବର୍ତ୍ତେଇବନି ବା ସେଇ ଦିଗରେ ଯିବାକୁ ସେ ବାଧା ଦେବ। ଅବଶ୍ୟ ଯେଉଁମାନେ ଯୁଗ ପଥରେ ଚାଲିବାକୁ ସ୍ଥିର କରିଛନ୍ତି ସେମାନଙ୍କ ପାଇଁ ଏହି କଥା, ଅନ୍ୟମାନଙ୍କ ପାଇଁ ଏପରି ନୁହେଁ। ଏଇଟା ସମସ୍ତଙ୍କ ପାଇଁ ନାହିଁ, କେବଳ ଯୋଉମାନେ ଶ୍ରୀ ଅରବିନ୍ଦଙ୍କ ଯୋଗ କରିବାକୁ ଚାହାନ୍ତି, ପୂର୍ଣ୍ଣ ଯୋଗ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ, ଅନ୍ୟମାନଙ୍କ ପାଇଁ ନୁହେଁ। ସେମାନଙ୍କ ଠାରେ ମଧ୍ୟ ସେଇ ଚେତନା ଆଲୋକ ଦେବ, ଜ୍ଞାନ ନିରାପଦ ଆଶ୍ରୟ ଦେବ, ଶକ୍ତି ଦେବ। ଯାହାର ଯେପରି ସାମର୍ଥ୍ୟ ସେ ସାମର୍ଥ୍ୟ ଯେପରି ଚରମ ବିକାଶ ଲାଭ କରେ ତା ମଧ୍ୟ କରିଦେବ। ପ୍ରତ୍ୟେକଙ୍କର ଉନ୍ନତି ହେବା ବିଷୟରେ ଯେତେ ଦୂର ସାହାଯ୍ୟ ଦିଆଯାଇପାରେ ତାହା ମଧ୍ୟ ସେ ଦେବ, କିନ୍ତୁ ନିଜର ଗନ୍ତବ୍ୟ ଓ ପରିଣାମ ବିଷୟରେ ସେମାନଙ୍କର ସ୍ୱାଧୀନ ଇଚ୍ଛା ହିଁ ବଜାଇ ରହିବ। ସେ ବିଷୟରେ କୌଣସି ନିୟନ୍ତ୍ରଣର ଧରାବନ୍ଧା ନିୟମ ରହିବ ନାହିଁ। ସମ୍ପୂର୍ଣ୍ଣ ରୂପେ ସେ ସ୍ୱାଧୀନ। କିଭଳି ଭାବରେ ସେ ତାର ଗନ୍ତବ୍ୟ ପଥରେ କୋଉ ଲକ୍ଷ୍ୟ ଦିଗରେ ସେ ଚାଲିବ ସେଥିପାଇଁ ସେ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନତା ତାକୁ ଦିଆଯାଇଛି ଏଇ ଯୁଗରେ। ମା କହୁଛନ୍ତି ମୋର ପିଲାଏ, ତୁମେ ସବୁ ଏଠାରେ ଅତି ବେଶୀ ସ୍ୱାଧୀନତା ପାଇଥାଅ। ବାହାରୁ ସାମାନ୍ୟ ନିୟମ କେତୋଟି ମାନି ନେଇ ଚଳିବାକୁ ପଡେ ଅବଶ୍ୟ, କାରଣ ଏହି ସଂକୀର୍ଣ୍ଣ ଜାଗାଟିରେ ଅନେକ ଲୋକ ଜମି ଯାଇଛନ୍ତି। ତେଣୁ ଏଠାରେ ଶୃଙ୍ଖଳା ବଜାୟ ରଖିବାକୁ ହେଲେ କିଛି କିଛି ନିୟମ କାନୁନ ତ ମାନିବାକୁ ପଡିବ, କିନ୍ତୁ ଭିତରେ ତୁମମାନଙ୍କୁ ଅବାଧ ସ୍ୱାଧୀନତା ଦିଆଯାଇଛି। ଆମେ ଏଇ କଥା ଜାଣିଛୁ କିଭଳି ଭାବରେ ଆମକୁ ସ୍ୱାଧୀନତା ଦିଆଯାଇଛି। ଆମର କୌଣସି ଏଠି କିଭଳି ଭାବରେ ଆମେ ଗୋଟେ ସାଧାରଣ ଜୀବନ କେବଳ ସୁଖ ଶାନ୍ତି ଗୋଟେ ଆରାମପ୍ରଦ ଜୀବନ ବି ଚାହିଁଲେ ଭଗବତ କୃପା ବି ଆମକୁ ମିଳିବ। ଆଉ ଯଦି ଆମେ ଚାହିଁବୁ ଯେ ଆମେ ଏଇ ଯୁଗ ପଥରେ ରୂପାନ୍ତର ପଥରେ ଚାଲିବାକୁ ଯଦି ଚାହୁଁ ତାହେଲେ ସେଇ ପଥରେ ବି ଆମେ ଚାଲି ଯାଇପାରିବୁ। ଏଇଭଳି ଆମକୁ ସ୍ୱାଧୀନତା ଦିଆଯାଇଛି। ପୁଣି କୌଣସି ନିୟମ କାନୁନ ନାହିଁ, ଦୀକ୍ଷା ନାହିଁ,
କୌଣସି ବାଧ୍ୟବାଧକତା ନାହିଁ। ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ଅବସ୍ଥାରେ ଜଣେ ଭଗବାନଙ୍କ ସହିତ ନିଜକୁ ଯୁକ୍ତ କରିପାରିବ। ତେଣୁ ଅବାଧ ସ୍ୱାଧୀନତା ଏଠି ମା ଆମକୁ ଦେଇଛନ୍ତି, ପ୍ରଭୁ ଦେଇଛନ୍ତି। ଏଠାରେ କୌଣସି ସାମାଜିକ ବା ନୈତିକ ବୁଦ୍ଧିଗତ ବାଧ୍ୟତା ନାହିଁ। ଏପରି କୌଣସି ନିର୍ଦ୍ଦିଷ୍ଟ ବିଧି ମଧ୍ୟ ନାହିଁ। ରହିଛି କେବଳ ଗୋଟିଏ ଆଲୋକ। ତାହାରି ସାହାଯ୍ୟ ନେଇ ମା କହୁଛନ୍ତି, ତୁମେ ଯଦି ଲାଭବାନ ହେବାକୁ ଚାହୁଁଛ ତାହେଲେ ତୁମେ ଅନାୟାସରେ ହୋଇପାର। ଯଦି ନ ଚାହଁ ସେଥିରେ ମଧ୍ୟ ଖୁସି, ସେଠି ମଧ୍ୟ ବାଧ୍ୟବାଧକତା ନାହିଁ। ସେଥିରେ ମା କହୁଛନ୍ତି ସେଥିରେ ବି ଖୁସି। ମାତ୍ର ଯେଉଁଦିନ ତୁମେ ଯୁଗପଥ ବାଛି ନେବ ଓ ଆନ୍ତରିକ ଭାବରେ ତାକୁ ବରଣ କରିବ, ଯେତେବେଳେ ଏ ବିଷୟରେ ତୁମେ ପ୍ରକୃତରେ ମନ ସ୍ଥିର କରି ପକେଇବ, ସେତେବେଳେ ଠାରୁ ସବୁ କିଛି ବଦଳିବାକୁ ଲାଗିବ। ଯୋଉଦିନ ଆମେ ଯୁଗପଥ ବାଛି ନେବା, ଆନ୍ତରିକ ଭାବରେ ତାକୁ ବରଣ କରିବା, ନା ମୁଁ ରୂପାନ୍ତର ଚାହେଁ, ମୁଁ ଏଇ ପୂର୍ଣ୍ଣ ଯୁଗ ପଥରେ ଯିବାକୁ ଚାହେଁ ବା ମୁଁ ବଦଳିବାକୁ ଚାହେଁ, ଆମେ ଯେତେବେଳେ ଏଇ ସମ୍ମତି ଦଉ, ସେତେବେଳେ ଆମ ଭିତରେ ସବୁ କିଛି ବଦଳିବାକୁ ଲାଗିବ। ମା କହୁଛନ୍ତି, ଦେଖିବ ସମ୍ମୁଖରେ ରହିଛି ସେଇ ଆଲୋକ ଓ ସେଇ ଦିଗରେ ଆଗେଇ ଯିବାର ତୁମର ପଥ ମଧ୍ୟ ସେ ଦୁଇଟି ସ୍ପଷ୍ଟ ଆଉ ସରଳ। ସେତେବେଳେ ସେ ଦିଗରୁ ଫେରିବା ଆସିବାର ଆଉ କୌଣସି ଉପାୟ ନାହିଁ। ଯେତେବେଳେ ଆମେ ସମ୍ମତି ଦେଇଦେବୁ, ମୁଁ ବଦଳିବାକୁ ଚାହେଁ, ମୁଁ ରୂପାନ୍ତର ଚାହେଁ, ମୁଁ ଏଇ ନୂତନ ଜୀବନ ଚାହେଁ, ମୁଁ ଦିବ୍ୟ ଜୀବନ ଚାହେଁ, ସେତେବେଳେ ଆଉ ଆମେ ସମ୍ମତି ୱାନ୍ସ ଦେଇ ସାରିଲା ପରେ ଆଉ ଚିତ୍କାର କଲେ ହବ ନାହିଁ। ଯଦି ଆମେ ଚାହୁଁଛୁ, ସମ୍ମତି ଦେଇଛୁ, ମା ତାଙ୍କ ଇଚ୍ଛା ମୁତାବକ ଆମକୁ ତାଙ୍କ ହାତରେ ଗଢ଼ିବେ। କି କଷ୍ଟ ଆସିପାରେ, ଦୁଃଖ ଆସିପାରେ, ଯନ୍ତ୍ରଣା ଆସିପାରେ, ବାଧାବିଘ୍ନ ଆସିପାରେ, କିନ୍ତୁ ପଥରୁ ବିଚ୍ୟୁତି ହେଲେ ଆଉ ଚଳିବ ନାହିଁ। ସେଠି ଆଉ ଫେରି ଆସିବାର ବି କୌଣସି ଉପାୟ ନାହିଁ। ଯୋଗ ଗୋଟିଏ ପିଲା ଖେଳ ନୁହେଁ। ମା କହୁଛନ୍ତି, ଯେତେବେଳେ ତୁମେ ଏ ଦିଗଟିକୁ ବାଛି ନେଇଛ, କଣ କହୁଛ ତାହା ଭଲ ଭାବେ ଜାଣି ବୁଝିକି କର। ଏ ରାସ୍ତା ବାଛି ନେଲେ ଏହାକୁ ନେଇ ଲାଗି ରହିବାକୁ ପଡିବ। ଏଇ ପଥ ଯେତେବେଳେ ଆମେ ବାଛି ନେଉଛୁ, ସେତେବେଳେ ଆମକୁ ଏଇଥିରେ ଲାଗି ରହିବାକୁ ପଡିବ। ଆମେ କଣ ହୁଏ ନା, ଆମେ ଟିକେ ସ୍ୱାଧୀନତା ପାଇଛୁ, ପୂର୍ଣ୍ଣ ସ୍ୱାଧୀନତା ଏଠି ଦିଆଯାଇଛି। ଏତିକି ସମୟରେ ପ୍ରାର୍ଥନା କରାଯିବ, ଏତିକି ସମୟରେ ଏଇ ମନ୍ତ୍ରକୁ ଉଚ୍ଚାରଣ କରିବାକୁ ପଡିବ, ଏଇ ଫୁଲ ଦେବାକୁ ପଡିବ, ଏଇ ଭୋଗ ଦେବାକୁ ପଡିବ, ଏଇ ଲୁଗା ପିନ୍ଧିବାକୁ ପଡିବ, ଏଇ ଖାଦ୍ୟ ଖାଇବାକୁ ପଡିବ, ଏଇ ଦୀକ୍ଷା ନେବାକୁ ପଡିବ, ଏଇଭଳି ବାର ଉପବାସ ବ୍ରତ କିଛି ନାହିଁ। ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ତେଣୁ ଆମକୁ ଏଠି ଟିକେ ବି ବିଚଳିତ ହେଲେ ଚଳିବନି। ଏଇଟା ଗୋଟେ ପିଲା ଖେଳ ନୁହେଁ। ପୂର୍ଣ୍ଣ ସ୍ୱାଧୀନତା ପାଇବାର ଅର୍ଥଟା ବି ଏତେ ସହଜ ନୁହେଁ। ଏତେ ଜଣେ ପିଲାକୁ ଯଦି ବାପା ମା ସ୍ୱାଧୀନତା ଦଉଛନ୍ତି, ବାବା ତୁ ଯୋଉଠି ହଷ୍ଟେଲରେ ରହୁଛୁ ଯା, ପାଠ ପଢିବୁ ଯା, ଭଲ ଭାବରେ ପାଠ ପଢିକି ଆସ, ସେତେବେଳେ ମୋର ତୋ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ଯେତେବେଳେ ପିଲାଟାକୁ ମା ବାପା କହୁଛନ୍ତି, ସେତେବେଳେ ସେ ପିଲାଟି ଯଦି ସେଇଭଳି ସଚେତନ ହେଇଥାଏ, ତାହେଲେ ସେ ନିଜେ ସେଇ ସ୍ୱାଧୀନତାର ଅପବ୍ୟବହାର କରିବନି। ସେତେବେଳେ ସେ ସବୁବେଳେ ନିଜେ ସଚେତନ ରହିବ। ତେଣୁ ମା କହୁଛନ୍ତି, ଏଇ ଯୁଗ ପଥଟା ଏତେ ପିଲା ଖେଳ ନୁହେଁ। ଯେତେବେଳେ କାହିଁକି ନା ଏତେ ବ୍ୟାପକ, ଏତେ ବିସ୍ତାରିତ, ତାକୁ ତା ଭିତରେ ଆମକୁ ଛଡା ଯାଇଛି। ଆଉ ସେଇ ସ୍ୱାଧୀନତା ଭିତରେ ଚାଲିଛି ଆମର ପରୀକ୍ଷା। ସବୁଥିରେ ମା କହିଲେ ଯେ ଚିତ୍ତ ଚାଞ୍ଚଲ୍ୟ ବସ୍ତୁ ନିକଟରେ ହେଇକି ସାଧନା କରିବା ହଉଛି ତ ସାଧନା। ଯଦି ଚିତ୍ତ ଚାଞ୍ଚଲ୍ୟ ବସ୍ତୁ ନିକଟରେ ଚିତ୍ତ ଚାଞ୍ଚଲ୍ୟ ନ ହୁଏ, ସେଇଟା ହଉଛି ଆମର ସାଧନାର ପରୀକ୍ଷା। ଆମେ କହିବା ଆମେ ଇଚ୍ଛା କରିକି ଖାଉନେ ବା ଜୋର ଜବରଦସ୍ତି କିଛି ଲୋଭକୁ ସମ୍ବରଣ କରୁଛେ, ଆଉ ମାଂସ ମାଛ ନିରାମିଷ ଖାଉଛେ, ଆମେ ବୋଧେ ଆମର ଲୋଭକୁ ଜୟ କରିଦେଇଛେ। କିନ୍ତୁ ପ୍ରକୃତରେ ଆମ ଭିତରେ କଣ ସେଇଟା ପ୍ରତି ଦୁର୍ବଳତା ଅଛି କି ନାହିଁ, ସେଇ ପରିସ୍ଥିତି ପରିବେଶ ଭିତରେ ଦେଇକି ଗଲେ ଆମକୁ ଯାଇକି ଜଣା ପଡିବ। ସେଥିପାଇଁ ମା କୁହନ୍ତି, ବାରମ୍ବାର ଜଣେ ଯଦି ନିରାମିଷ ଖାଇବାକୁ ଚାହୁଁଛି, ମା କହିଛନ୍ତି ଏ କଥା ଯେ 7 ଥର ତାକୁ ଖୁଆଉ ବାନ୍ତି ନ ହେବା ପର୍ଯ୍ୟନ୍ତ। ସେ 7 ଥର ଯେତେବେଳେ ବାନ୍ତି ହେବ, ସେତେବେଳେ ଜାଣିବ ସେ ଆଉ ଖାଇବ ନାହିଁ, ଆଉ ତାର ସେଥିରେ ଆସକ୍ତି ନାହିଁ। ତେଣୁ ଏଇଭଳି ଏମିତି ଆମର ସ୍ୱାଧୀନତା ଭିତରେ ଆମକୁ ରୂପାନ୍ତର ହେବାକୁ ପଡିବ। ଲୋଭକୁ ସମ୍ବରଣ କରିବା ନୁହେଁ ଯେ ଆମର ରୂପାନ୍ତର ହେଇଗଲା।
ସିଏ ଗୋଟେ ସୁନ୍ଦର ଭାବରେ ପୁରାତନ ଯୁଗରେ ଯେମିତି ସବୁ ଯୋଗୀ ମୁନି ଋଷି ମାନେ ବାନ୍ଧିକି ରଖୁଥିଲେ ସବୁ ଲୋଭକୁ, କାମନାକୁ, ବାସନାକୁ, ଆସକ୍ତିକୁ, ରିପୁ ଗୁଡିକୁ ସବୁ ସେମାନେ ବାନ୍ଧିକି ରଖୁଥିଲେ। ଗୋଟେ ସୁନ୍ଦର ଉଦାହରଣଟା ମନେ ପଡୁଛି। ଜଣେ ଶିଷ୍ୟ ଗୋଟେ ଗୁରୁଙ୍କ ଆଶ୍ରମରେ ଦୀକ୍ଷା ନେଇକି ରହିଲେ, ଆଉ ସେ ସବୁବେଳେ ଲକ୍ଷ୍ୟ କରୁଥାନ୍ତି ଯେ ଗୁରୁଦେବଙ୍କ ଭିତରେ କଣ ଚାଲିଛି ମୁଁ ଜାଣିବାକୁ ଚାହୁଁଛି। ତେଣୁ ସେ ଗୁରୁଦେବଙ୍କୁ ଗୋଟିଏ କଥା ପ୍ରାର୍ଥନା କଲେ ଯେ ଗୁରୁଦେବ ମତେ ଏଇଭଳି କିଛି ସାଧନା ର ବାଟ ବତାନ୍ତୁ ଯୋଉଥିରେ କି ମୁଁ ଜାଣିପାରିବି ଅନ୍ୟମାନେ କଣ କରୁଛନ୍ତି, ତାଙ୍କ ଭିତରେ ସବୁ କଣ ଚାଲିଛି। ଗୁରୁଦେବ କହିଲେ ଠିକ ଅଛି, କିଛି ଦିନ ପରେ ତୋ ଭିତରେ ଯଦି ମୁଁ ସେଇଭଳି ଯୋଗ୍ୟତା ଦେଖିବି ତାହେଲେ ସେଇଟା ମୁଁ ତୋତେ ଦେଇଦେବି, ସେଇଭଳି ଏକ ସାଧନାର ସିଦ୍ଧି ତୁ ପାଇପାରିବୁ। ତାପରେ କିଛି ଦିନ ତାର ନିଷ୍ଠାପର ସେବା ଆଉ ସେଇଭଳି ସାଧନାର କିଛି ଅଗ୍ରଗତି ଦେଖିକି ଗୁରୁଦେବ ତାକୁ ସେଇ ମନ୍ତ୍ର ଦେଇଛନ୍ତି। ଆଉ ସେ ପ୍ରଥମ ପରୀକ୍ଷା କରିକି ଜାଣିବାକୁ ଚାହୁଁଛି ଯେ ଗୁରୁଦେବ ଭିତରେ ଲୋଭ, କାମନା, ବାସନା ସବୁ ଅଛି କି ନାହିଁ। ତାପରେ ସିଏ ଯେତେବେଳେ ସେଇ ଯୋଗ ଶକ୍ତି ବଳରେ ଦେଖୁଛନ୍ତି ସେଇ ଶିଷ୍ୟ ଜଣକ ଯେ ଗୁରୁଦେବଙ୍କ ଭିତରେ ଏଭଳି ସବୁ କାମନା ବାସନା ଗୁଡିକ ଖାଲି ଏପଟ ସେପଟ ବନ୍ଧା ହେଇକି ସବୁ ଅଛନ୍ତି, ଖାଲି ଭିଡି ଉଟାରି ହଉଛନ୍ତି, କେତେବେଳେ ଛିଣ୍ଡେଇକି ବାହାରିବେ, କେତେବେଳେ ସେମାନେ ବାହାରିବେ ବ୍ୟାକୁଳ ହଉଛନ୍ତି, ବନ୍ଧା ହେଇକି ପଡିଛନ୍ତି ସେମାନେ। ତେଣୁ ଏଇ ଗଳ୍ପରୁ ଆମେ ବୁଝିପାରିବା ଯେ ପୁରାତନ ଯୁଗରେ ସବୁ କେମିତି ବାନ୍ଧିକି ରଖୁଥିଲେ, ସମୟ ସୁବିଧା ପାଇଲେ ସେଗୁଡାକ କିଭଳି ଭାବରେ ଆଗକୁ ଆସିଛନ୍ତି ଆଉ ତାଙ୍କର ସାଧନାର ସ୍ଖଳନ ହେଇଛି। ଅନେକ ବଡ ବଡ ସାଧୁ ସନ୍ଥ ତପସ୍ୱୀ ମୁନି ଋଷି ମାନଙ୍କର ହେଇଛି ସେ କଥା, ବହୁତ ଉଦାହରଣ, ଶହ ଶହ ଉଦାହରଣ ଅଛି। କିନ୍ତୁ ଶ୍ରୀ ଅରବିନ୍ଦଙ୍କ ଯୁଗ ଏଇଭଳି ଯାହାକୁ କି ପୂର୍ଣ୍ଣ ରୂପାନ୍ତର, ଏଠି ସେଇଥିପାଇଁ ପୂର୍ଣ୍ଣ ସ୍ୱାଧୀନତା ରହିଛି। ଜଣେ ରହିଥିବ ସେଇ ଚେତନାର ସ୍ଥିତିରେ, ଯୋଉ ଚେତନାର ସ୍ଥିତିରେ ଯେ ଯଦି ଜଣେ ତାକୁ ଅତିକ୍ରମ ନ କରିଛି ସେତେ ପର୍ଯ୍ୟନ୍ତ ସିଏ ସେଇ ଜିନିଷ ପ୍ରତି ତାର ପୂର୍ଣ୍ଣ ରୂପାନ୍ତର ଯେତେ ପର୍ଯ୍ୟନ୍ତ ନ ହଉଛି ତାର ସେଇ ଦୁର୍ବଳତା ରହୁଛି। ତେଣୁ ବାନ୍ଧି ପକେଇବା ନୁହେଁ, ରୂପାନ୍ତର କରିବା। କିଛି ଦିନ ପାଇଁ କି ତାକୁ ଆମେ ଯଦି ଆସକ୍ତିକୁ, ଲୋଭକୁ, କାମନାକୁ ଆମେ ବାନ୍ଧି ପକଉ ତାହେଲେ ସେ ଯେକୌଣସି ମୁହୂର୍ତ୍ତରେ ବାହାରିବ ଆଉ ଆମର ଚେତନାର ସ୍ଖଳନ ହବ। ତେଣୁ ଏଇଠି ସେଇ ସ୍ୱାଧୀନତା ଦିଆଗଲେ ମଧ୍ୟ ଆମର ବହୁତ ବଡ ଦାୟିତ୍ୱ ଅଛି। ଆମର ଆମେ ଗୋଟେ ବହୁତ ଦୁଃସାହସିକ ପଦକ୍ଷେପ ଗ୍ରହଣ କରିଥାଉ ଯେ ନା ଆମକୁ ସବୁଥିରେ, ତେଣୁ ଆଶ୍ରମରେ ଆମେ ଦେଖୁଛୁ ସବୁ ପ୍ରକାର ତାଙ୍କୁ ଆୟାସ ଆରାମ ଭିତରେ ରଖାଯାଇଛି, କିନ୍ତୁ ଚେତନାର କୋଉ ସ୍ଥିତିରେ ରହୁଛି। ଜଣେ ସବୁ ଖାଦ୍ୟ ଖାଉଥିବ, ସବୁ ଐଶ୍ୱର୍ଯ୍ୟ ପ୍ରାଚୁର୍ଯ୍ୟ ଭିତରେ ରହୁଥିବ, ମାନେ ସ୍ୱାମୀ ସ୍ତ୍ରୀ ସଂସାର ବି କରିଥିବେ, କିନ୍ତୁ ତାଙ୍କ ଭିତରେ କଣ ସବୁ କୋଉ ଚେତନାର କୋଉ ସ୍ତରରେ ସେମାନେ ରହୁଥିବେ। ନା ଖାଦ୍ୟ ପ୍ରତି ଲୋଭ ଥିବ, ନା ଯେତେବେଳେ କୁହାହଉଛି ଯେ ଶ୍ରୀ ଅରବିନ୍ଦ ଗୋଟିଏ ବିଛଣାରେ ଶୋଉଥିଲେ, ବିବାହ କରିଥିଲେ, ଯେତେବେଳେ ବହୁତ ପ୍ରଶ୍ନ କରାଯାଇଛି ବି ତାଙ୍କୁ ଯେ ଆପଣ ଗୋଟେ ବିଛଣା ଶୋଇ କେମିତି ପୂର୍ଣ୍ଣ ଯୁଗର କଥା କହୁଛନ୍ତି, ସ୍ତ୍ରୀକୁ ନେଇକି ଗୋଟେ ଇଏରେ ଶୋଉଛନ୍ତି ଗୋଟେ ବିଛଣାରେ। ଶ୍ରୀ ଅରବିନ୍ଦ କହିଲେ ମୁଁ ସେଇଭଳି ନାଗା ସନ୍ନ୍ୟାସୀ ନୁହେଁ, ମୁଁ ସେଇଭଳି ଦେଖେଇ ଦେବାକୁ ଚାହେଁ। ତେଣୁ ଏଇ ଯୋଉ ସବୁ ଚେତନାର ଯୋଉ ଉତ୍ତରଣ ପ୍ରଭୁ ଏଟା ଉଦାହରଣ ଦେଇ କହିଛନ୍ତି। ଯେତେବେଳେ ମୃଣାଳିନୀ ଦେବୀଙ୍କୁ ପଚରା ହେଇଛି ଯେ ଆପଣଙ୍କ ଶ୍ରୀ ଅରବିନ୍ଦଙ୍କ ପାଖକୁ ଗଲାବେଳେ ଆପଣଙ୍କ ଭିତରେ କଣ ସବୁ ଫିଲିଙ୍ଗସ୍ ଆସେ, ସ୍ୱାମୀ ବୋଲି ତାକୁ କଣ ଆପଣ କେବେ ସେଇଭଳି କିଛି ଯୋଉ ସ୍ତ୍ରୀର ଯୋଉ ଅଧିକାର ନା କଣ କହୁଛନ୍ତି? ମୁଁ ପ୍ରଭୁଙ୍କୁ ଦେଖିଲା ପରେ ବା ତାଙ୍କ ପାଖକୁ ଗଲେ ପଦ୍ମର ସୁଗନ୍ଧ ଆଉ ଏତେ ପରିମାଣରେ ତାଙ୍କର ସେଇ ଚତୁର୍ଦିଗରେ ଗୋଟେ ଶକ୍ତି କ୍ରିୟାଶୀଳ ହେଇକି ରହିଥାଏ। ପୁଣି ତାଙ୍କ ପାଖକୁ ଗଲା ମାତ୍ରେ ମୋ ଭିତରେ ଗୋଟେ ଦିବ୍ୟ ଚେତନାର ଉନ୍ମିଳନ ଘଟେ। ତାଙ୍କ ପାଖକୁ ଯିବା ବେଳେ ମୁଁ କେମିତି ଗୋଟେ କାମାସକ୍ତର ଭାବନାକୁ ମୁଁ କାମନା କରିପାରିବି। ଆଉ ମୃଣାଳିନୀ ଦେବୀ ହିଁ ଜାଣିଥିଲେ, ପ୍ରଥମ ମାନେ ସ୍ପଷ୍ଟ ଭାବରେ କହିଛନ୍ତି ମୁଁ କେହି ଭଗବାନଙ୍କୁ ଜାଣି ନାହିଁ, କେବଳ ଶ୍ରୀ ଅରବିନ୍ଦଙ୍କୁ ମୁଁ ଜାଣିଛି ଯେ କି ମୋର ଭଗବାନ, ମୋ ହୃଦୟର ଦେବତା, ସେ ହିଁ ମୋର ଏକମାତ୍ର ଈଶ୍ୱର। ମୋ ଈଶ୍ୱରକୁ ଯେତେବେଳେ ବାନ୍ଧିକି ନେଇଯାଉଛନ୍ତି ମୁଁ କୋଉ ଈଶ୍ୱର ପାଖରେ ମୁଁ ପ୍ରାର୍ଥନା କରିବି?
ତେଣୁ ଏଇଭଳି ଏକ ଚେତନାର ସ୍ତରର ଏଠି ଆମେ କିଛି ସେଇଭଳି ସ୍ୱାଧୀନତା ପାଇଛୁ ଯୋଉଟା କି ଆମେ ଘର ସଂସାର ଭିତରେ ରହିଛୁ, ଆମେ ରୂପାନ୍ତର ସାଧନା କରୁଛୁ। ଆମେ ପାରିବାରିକ ଜୀବନ ଭିତରେ ରହିଛୁ, ପରିବାର ଭିତରେ ରହିଛୁ, କିନ୍ତୁ ପାରିବାରିକ ଯନ୍ତ୍ରଣା, ପାରିବାରିକ ସମସ୍ୟା ଯେମିତି ଆମକୁ ଆମ ଯୁଗ ପଥରୁ ଆମକୁ କେତେବେଳେ ବି ଟାଣି ନ ନେଇ ଯାଉ। ତେଣୁ ଆମେ ସବୁବେଳେ ସେଇଥିପାଇଁ ସଚେତନ ରହିବା, ସେଇ ଦିଗରେ ଆମେ ସବୁବେଳେ ଆମର ସାଧନାକୁ ଜାରି ରଖିଥିବା। ମୁଁ ପୂର୍ଣ୍ଣ ଯୁଗର ରୂପାନ୍ତର ଯୁଗର ମାଙ୍କର ଗୋଟିଏ ଛୋଟ ବିଲେଇ ଛୁଆଟିଏ, ମା ମତେ ତାଙ୍କ ଇଚ୍ଛା ମୁତାବକ କରୁଛନ୍ତି। ଏଇଭଳି ଏକ ଭାବନା, ମୁଁ ଗୋଟେ ନୂତନ ସୃଷ୍ଟି ଦିଗରେ ମୋର ପ୍ରତ୍ୟେକ ଦିନକୁ ବଞ୍ଚୁଛି, ଗୋଟେ ଦିବ୍ୟ ଜୀବନ ପାଇଁ ମୁଁ ଆସିଛି, ଦିବ୍ୟ ଜୀବନ ମୋ ପାଇଁ ଅପେକ୍ଷା କରିଛି। ଏଇଭଳି ଏକ ଭାବନା, ଗୋଟେ ନୂତନ ସୃଷ୍ଟି ଆସୁଛି, ଗୋଟେ ଅତିମାନସ ଜଗତରେ ମୁଁ ଗୋଟେ ଅଂଶଗ୍ରହଣ କରିବି, ମତେ ଗୋଟେ ସୁଯୋଗ ମିଳିଛି, ମୁଁ ସେ ଦିବ୍ୟ ଆହ୍ୱାନ ପାଇଛି। ଏଇଭଳି ଏକ ଭାବନାର ସହିତ, ଏଭଳି ଏକ ଚିନ୍ତା ଚେତନାର ସହିତ ଆମର ପ୍ରତ୍ୟେକଟି ସକାଳ ପାଇବା ଦରକାର। ଆଉ ଆମେ ଯେତେବେଳେ ଶୋଇବାକୁ ଯାଉଛୁ ଏଇ ଭାବନା ସହିତ ଆମେ ଶୋଇବାକୁ ଯିବା ଦରକାର। ସେଇଥିପାଇଁ ମା କହୁଛନ୍ତି, କଣ କହୁଛ ତାହା ଭଲ ଭାବରେ ଜାଣି ବୁଝିକରି କର। ଏ ରାସ୍ତା ବାଛି ନେଲେ ଏହାକୁ ନେଇ ଲାଗି ରହିବାକୁ ପଡିବ, ସେତେବେଳେ ଇତସ୍ତତ ହେଲେ ଚଳିବ ନାହିଁ, କେବଳ ଆଗକୁ ଚାଲିବାକୁ ପଡିବ। ଆଉ ଯୋଉମାନେ ଯୁଗ ପଥ ନେଇ ନାହାନ୍ତି ସେମାନଙ୍କୁ ମୁଁ କହେ, ଯଥାସାଧ୍ୟ ଭଲ ଭାବରେ ନିଜର କାମ କରିବ, ଏହି ସଂକଳ୍ପ କର, ଉନ୍ନତି ନିମନ୍ତେ ଯଥାସାଧ୍ୟ ଚେଷ୍ଟା କର। ସାଧାରଣ ଲୋକମାନେ ଯେପରି ହୋଇଥାନ୍ତି ତାଠାରୁ ନିଜର ଜୀବନକୁ ଆହୁରି ଭଲ କରିବାରେ ପ୍ରୟାସୀ ହୁଅ। ଏକ ଆଲୋକଦୀପ୍ତ, ଏକ ଚେତନାଦୀପ୍ତ, ଏପରି ପୂର୍ଣ୍ଣ ସଂଗତି ପୂର୍ଣ୍ଣ ଓ ଅନୁକୂଳ ପରିବେଶ ମଧ୍ୟକୁ ଆସି ସମ୍ପୂର୍ଣ୍ଣ ଗୋଟେ ଶୁଭ କାମନା ଭିତରେ ଦେଇ ତୁମେ ମାନେ ମଣିଷ ହେଉଛ। ଏ କ୍ଷେତ୍ରରେ ତୁମେ ମାନେ ସେହିପରି ଉପଯୁକ୍ତ ହେଇ ଉଠିବା ଉଚିତ ଓ ଏହି ସଂଗତି ଓ ଶୁଭକାମନା ତଥା ଏ ସ୍ଥାନର ଆଲୋକ ଧାରାକୁ ସାରା ଜଗତରେ ଖେଳେଇ ଦେବା ଉଚିତ। ମାତ୍ର ବିଶେଷ କରି ଏହି ଦୃଢ଼ ରୂପାନ୍ତର ଯୁଗର ସାଧନା କରିବା ତୁମ ପକ୍ଷରେ ସେତେବେଳେ ସମ୍ଭବ ହେବ ଯେତେବେଳେ ତୁମେ ବୋଧ କରିବ ଯେ ଏହି କାର୍ଯ୍ୟ ନିମନ୍ତେ ହିଁ ତୁମେ ପୃଥିବୀକୁ ଆସିଛ। କେତେ ସୁନ୍ଦର କଥା ମା କହୁଛନ୍ତି, ଯେତେବେଳେ ତୁମେ ଏଇଭଳି ଏକ ବୋଧ ତୁମ ଭିତରେ ଆସିବ ଯେ ଏହି କାର୍ଯ୍ୟ ନିମନ୍ତେ ତୁମେ ପୃଥିବୀକୁ ଆସିଛ, ଏହା ଛଡା ଆଉ କୌଣସି ଜିନିଷ ନେଇ ରହିବା ତୁମ ପକ୍ଷରେ ଅସମ୍ଭବ। ଏହା ହିଁ ତୁମ ଅସ୍ତିତ୍ୱର ଏକମାତ୍ର ଉଦ୍ଦେଶ୍ୟ। ଏହା ହିଁ ତୁମକୁ ଅନେକ କଷ୍ଟ ସହିବାକୁ ପଡିବ, ଏଇଥିପାଇଁ ତୁମକୁ ଅନେକ କଷ୍ଟ ସହିବାକୁ ପଡିବ। ତେବେ ମଧ୍ୟ ଏଇ ସବୁ ତୁମ ପାଖରେ କିଛି ନୁହେଁ। ତୁମେ ଚାହିଁବ ଏଇ ସାଧନାରେ ସିଦ୍ଧି, ତା ଛଡା ଅନ୍ୟ କିଛି ହେଲେ ବି ନୁହେଁ। ଯୋଗ ପଥରେ ଚାଲିବାକୁ ହେଲେ ମା କହୁଛନ୍ତି ତୁମକୁ ବଜ୍ର କଠିନ ସଂକଳ୍ପ ନେଇ ରହିବାକୁ ପଡିବ ଓ ଯେପରି ହେଉନା କାହିଁକି ଲକ୍ଷ୍ୟରେ ଯାହା ସିଧା ପହଞ୍ଚିବାକୁ ପଡିବ। ବଜ୍ର କଠିନ ହବାକୁ ପଡିବ। ଯେତେ ଯାହା ଆସୁନା କାହିଁକି ଜୀବନରେ ଆମକୁ ସେଇ ଦିଗରେ ଦୃଢ ସଂକଳ୍ପ ସହ ଚାଲିବାକୁ ପଡିବ। ତେଣୁ ଆଜି ଆମ ପାଇଁ ଗୋଟେ ପ୍ରୟୋଜନ ହେଉଛି ଏଇ ନୂତନ ଅଭିବ୍ୟକ୍ତି, ଯାହା ବର୍ତ୍ତମାନ ମାନବ ସମାଜକୁ ଏକ ନୂତନ ଜାଗତିକ ଶକ୍ତିର ବଶବର୍ତ୍ତୀ କରି ରଖିପାରିବ, ପୁଣି ବର୍ତ୍ତମାନ ମାନବ ତଥା ଜଗତ ପାଇଁ ଏକ ନୂତନ ବିବର୍ତ୍ତନ ଆଣିଦେଇପାରିବ। ଶ୍ରୀ ଅରବିନ୍ଦ ଥରେ କହିଥିଲେ ଯେ ଆଗାମୀ ବିବର୍ତ୍ତନ ହେବ ଏହି ଜଗତ ପାଇଁ ବିକାଶର ଚୂଡ଼ାନ୍ତ ଅବସ୍ଥା। ଏହା ହେବ ପୂର୍ଣ୍ଣ ସୁସଙ୍ଗତି, ପ୍ରେମ ଆଉ ସୌନ୍ଦର୍ଯ୍ୟ, ଜ୍ଞାନ ଓ ଆନନ୍ଦର ଏକ ଜଗତ। ଏଇଭଳି ଏକ ଜଗତ ଆମ ପାଇଁ ଅପେକ୍ଷା କରିକି ରହିଛି। ବର୍ତ୍ତମାନର କଣ ହଉଛି ନା, ବର୍ତ୍ତମାନର ମାନବର ଚେତନା ଓ ଜୀବନ ରୂପାନ୍ତରିତ ହେବ ଓ ସୃଷ୍ଟି ହେବ ଏକ ନୂତନ ମାନବ ଜାତି। ଏହି ଯେଉଁ ପରିଣତି ବିଷୟ କୁହାଯାଉଛି ଅପା ଭାଇ ମାନେ, ତାକୁ ଫଳପ୍ରଦ ଭାବରେ ବାସ୍ତବତାରେ ଆମେ କିଭଳି ଭାବରେ ରୂପାନ୍ତର କରିବା, ସେଥିପାଇଁ ଏକ ନୂତନ ଦିବ୍ୟ ବା ଉଚ୍ଚତର ଶକ୍ତିର ପ୍ରୟୋଜନ, ଯାହାକି ଏହି ପୃଥ୍ୱୀ ପୃଷ୍ଠରେ ପ୍ରତିଷ୍ଠିତ ହେବ ଆଉ ଏହି ଠାରେ ହିଁ ତାକୁ ଓତପ୍ରୋତ ଭାବେ ଜଡ଼ିତ ହୋଇ ତାହା ତାର କ୍ରିୟା କରି ଚାଲିବ। ସେହି ଶକ୍ତିକୁ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଅତିମାନ ଶକ୍ତି ବା ପରମ ସତ୍ୟ ଚେତନା।
କେବଳ ସେହି ଅତିମାନସ ଶକ୍ତି ହିଁ ମାନବ ଜୀବନକୁ ରୂପାନ୍ତରିତ କରିବାରେ ଓ ପୃଥିବୀର ଅବସ୍ଥାରେ ଯଥାର୍ଥ ପରିବର୍ତ୍ତନ ଆଣିବାରେ ସାମର୍ଥ୍ୟ ରହିଛି। ଏଇ କଥା ଆମେ ଜାଣିଛୁ। ମା ଶ୍ରୀ ଅରବିନ୍ଦ ଏ ପୃଥିବୀ ଉପରେ ଅବତୀର୍ଣ୍ଣ ହୋଇଛନ୍ତି ଏଇ ନୂତନ ବିବର୍ତ୍ତନକୁ ରୂପାୟିତ କରିବା ପାଇଁ, ଆଉ ପୃଥିବୀ ପୃଷ୍ଠରେ ଅତିମାନସ ଆଲୋକ ପ୍ରତିଷ୍ଠା କରିବା ପାଇଁ। ଆଉ ଆବଶ୍ୟକ କଣ ନା ଏଇ ଯୋଉ ବର୍ତ୍ତମାନ ଅବସ୍ଥାକୁ ରୂପାନ୍ତର କରିକି ସେ ଦିବ୍ୟତାର ପରିଣତ କରିବେ। ଯଦି ଯେତେବେଳେ ଭଗବାନ ଆମେ ଜାଣିଛୁ ଅବତାର ନିଅନ୍ତି, ସେଇ ଅବତାର ମାନଙ୍କୁ ମଧ୍ୟ ନାନା ପ୍ରକାର ଦୁଃଖ କଷ୍ଟ ଯାତନା ଭିତରେ ଦେଇକି ଯିବାକୁ ପଡିଥାଏ। କାରଣ କାହିଁକି ଏଇଭଳି ଦୁଃଖ କଷ୍ଟ ଯନ୍ତ୍ରଣା ଭିତରେ ଦେଇକି ଯିବାକୁ ପଡେ ନା, ଆମେ ଏଇ କଥା ବି ଜାଣିଛୁ ଯେ ସୃଷ୍ଟିର ଆରମ୍ଭ କାଳରୁ ଯେତେବେଳେ ବି ଭଗବତ ବିରୋଧୀ ଅନ୍ଧକାର ଶକ୍ତି ମାନେ ପୃଥିବୀରେ ଅନେକ କିଛିକୁ ଅଧିକାର କରି ବସିଥିଲେ, ସେଇ ଭଗବତ ବିରୋଧୀ ଅନ୍ଧକାର ଶକ୍ତି ମାନେ ଦିବ୍ୟ ଆଲୋକର ପ୍ରକାଶକୁ ସର୍ବଦା କଣ କରନ୍ତି ନା ପ୍ରତିହତ କରିବା ପାଇଁ ଚେଷ୍ଟା କରି ଚାଲିଥାନ୍ତି। କାରଣ ସେମାନେ ଚାହାନ୍ତି ପୃଥିବୀକୁ ସବୁଦିନ ପାଇଁ ନିଜ ହାତ ମୁଠାରେ ରଖିବା ପାଇଁ। ସେଇଥି ଯୋଗୁ ସମୟ ସମୟରେ କଣ ହୁଏ ନା ବିରୋଧୀ ଶକ୍ତିର ସେଇ ଭୟଙ୍କର ପ୍ରତିକୂଳ ଆଚରଣ ପୃଥିବୀ ଉପରେ ମହାଯୁଦ୍ଧର ରୂପ ନେଇକି ଆସିଥାଏ। କିନ୍ତୁ ସମସ୍ତ ବିରୋଧ ଯେତିକି ପ୍ରତିବନ୍ଧକ ଆସିଲେ ମଧ୍ୟ ଭଗବାନଙ୍କର ସଂକଳ୍ପ ନିଶ୍ଚିତ ଭାବରେ କାର୍ଯ୍ୟକାରୀ ହେବ, ମାଙ୍କର ବିଜୟ ହେବ, ପୁନଃ ଯୁଗର ବିଜୟ ହେବ। ଆମେ ସବୁଦିନେ ଏଇ ଭଳି ଭାବନାର ସହ ପ୍ରାର୍ଥନା କରୁ। ଏହି କାରଣରୁ ଏକ ମୌଳିକ ଓ ସାମୂହିକ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଆମେ ଶ୍ରୀ ଅରବିନ୍ଦଙ୍କର ଯୋଉ 1950 ଡିସେମ୍ବର 5 ତାରିଖରେ ଯୋଉ ସ୍ୱେଚ୍ଛାକୃତ ଭାବରେ ନିଜ ଶରୀରକୁ ତ୍ୟାଗ କରିବା ପାଇଁ ଯୋଉ ସ୍ଥିର କରିଥିଲେ, ତାହାରି ଫଳରେ ସୂକ୍ଷ୍ମ ଜଗତରେ ଯେତିକି ସବୁ ବିରୋଧୀ ଶକ୍ତି ଥିଲେ ସୂକ୍ଷ୍ମ ଜଗତରେ ଠିକ ଭାବରେ ତାଙ୍କ ସହିତ ମୁକାବିଲା କରିବା ପାଇଁ ବା ତାଙ୍କୁ ରୂପାନ୍ତର କରିବା ପାଇଁ ଅଧିକ ସହଜ ହେଇପାରିଛି। ଯେତେବେଳେ ସୂକ୍ଷ୍ମ ଜଗତରେ ବିରୋଧୀ ଶକ୍ତି ମାନଙ୍କ ଉପରେ ବିଜୟ ଲାଭ କରାଯିବ, ସମ୍ପୂର୍ଣ୍ଣ ଭାବରେ ବିଜୟ ହେଇଯିବ ଏବଂ ଏହି ପୃଥିବୀର ବାତାବରଣରେ ଭଗବାନଙ୍କ ପ୍ରକାଶ ଓ ଅଭିବ୍ୟକ୍ତି ପାଇଁ ପ୍ରୟୋଜନୀୟ ବାତାବରଣ ସୃଷ୍ଟି ହେଇଯିବ, ସେତେବେଳେ ଶ୍ରୀମାଙ୍କ ଆଉ ପ୍ରଭୁଙ୍କ ସହାୟତାରେ ଏକ ଦିବ୍ୟ ଶରୀର ଗ୍ରହଣ କରି ଧରାପୃଷ୍ଠରେ, ଶ୍ରୀମାଙ୍କ ସହାୟତାରେ ଶ୍ରୀ ଅରବିନ୍ଦ ଏକ ଦିବ୍ୟ ଶରୀର ଗ୍ରହଣ କରି ଧରାପୃଷ୍ଠରେ ଅବତୀର୍ଣ୍ଣ ହେବେ। ତାହା ସାଧାରଣ ଜନ୍ମ ମୃତ୍ୟୁର ନିୟମ ମାଧ୍ୟମରେ ସୀମିତ ହେଇକି ରହିବନି, ତାହା ହେବ ଏକ ଦିବ୍ୟ ଶରୀରର ଯାହା ସାଧାରଣ ପ୍ରଯୋଜନ ରୀତିରେ ଜନ୍ମ ନେବ ନାହିଁ। ଆମେ ସାଧାରଣ ଭାବରେ ଯୋଉ ଜନ୍ମର କଥା କହୁ ସେଇଭଳି ନୁହେଁ, ତାହା ହେବ ଅତିମାନସ ରୀତିରେ ନିର୍ମିତ ପୃଥିବୀର ସର୍ବପ୍ରଥମ ଅତିମାନସ ଶରୀର। এই କଥା ନିଃସନ୍ଦେହ ଯେ ଯେଉଁମାନେ ନୂତନ ଆଲୋକକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବେ ସେମାନେ ବିପୁଳ ଭାବରେ ଦିବ୍ୟ ଶକ୍ତି ପ୍ରାପ୍ତ ହେବେ। ଏହା ହିଁ ହେଉଛି ପୂର୍ଣ୍ଣଯୁଗ ବିବର୍ତ୍ତନର ସେହି ନୂତନ ପଦକ୍ଷେପ ପାଇଁ ଉଦ୍ଦିଷ୍ଟ, ଯାହା ମଣିଷର ମନ, ମଣିଷର ପ୍ରାଣ ଓ ଦେହକୁ ଦିବ୍ୟତାରେ ରୂପାନ୍ତରିତ କରିଥାଏ। ମଣିଷ ନିଜର ଅଜ୍ଞାନତାବଶତଃ କହିଥାଏ ଯେ ଭଗବାନ ସର୍ବତ୍ର, ଆମେ ସବୁବେଳେ କହୁ ଭଗବାନ ସର୍ବମିତି ସର୍ବଖଳିଦଂ ବ୍ରହ୍ମ ବୋଲି ଆମେ କହୁ, କିନ୍ତୁ ସମସ୍ତଙ୍କ ମଧ୍ୟରେ ଯେ ଭଗବାନ ଅଛନ୍ତି, କାଠ ଭିତରେ ଅଛନ୍ତି, ଧୂଳିକଣା ଭିତରେ ଅଛନ୍ତି, ତାଙ୍କର ଯେ ପୂର୍ଣ୍ଣ ପ୍ରକାଶ ବା ତାଙ୍କର ଯେ ପୂର୍ଣ୍ଣ ଅଭିବ୍ୟକ୍ତିର ଆବଶ୍ୟକତା ଅଛି, এই କଥା ଆମେ କେବେ ବି ଭାବୁ ନାହିଁ। କାଠ ଭିତରେ, ଧୂଳିକଣା ଭିତରେ, ଆମର ସମଗ୍ର ପରିବେଶ ଭିତରେ ଭଗବାନ ଯେ ନିଜକୁ ପ୍ରକଟ କରିକି ରଖିଛନ୍ତି ସର୍ବତ୍ର, ଆମେ ଖାଲି ମନ୍ତ୍ରରେ ଉଚ୍ଚାରଣ କରି ଚାଲିଛୁ, ଆମେ ଖାଲି ଶବ୍ଦରେ କହି ଚାଲିଛୁ, କିନ୍ତୁ ସେଟାକୁ ଆମେ ଆଜି ପର୍ଯ୍ୟନ୍ତ କେହି ଅନୁଭବ କରିନାହୁଁ। ଏହାର ଉତ୍ତର ଏତିକି ମାତ୍ର କୁହାଯାଇପାରେ ଯେ ଯେପରି ବୈଜ୍ଞାନିକ ମାନଙ୍କର କହିବା ଅନୁସାରେ ଯେ ବିଦ୍ୟୁତ ଶକ୍ତି ସର୍ବତ୍ର ବ୍ୟାପ୍ତ ହେଇକି ରହିଛି ଏବଂ ତାହା ମହାଜାଗତିକ ନିୟମ ଅନୁସାରେ ପୃଥିବୀର ବାତାବରଣରେ ମଧ୍ୟ କ୍ରିୟା କରୁଛି, ତଥାପି ସେହି ବିଦ୍ୟୁତ ଶକ୍ତିକୁ ସ୍ଥୂଳ ଭାବରେ ଆମର ଚାହିଦା ଅନୁସାରେ ବ୍ୟବହାର କରିବାକୁ ହେଲେ କେତେ ଗୁଡିଏ ସର୍ତ୍ତ ବା ନିୟମ ଅଧୀନ ରହି ତାକୁ କାର୍ଯ୍ୟ ଉପଯୋଗୀ ଆମକୁ କରିବାକୁ ହେବ। ସେଇଥିପାଇଁ ଡାଇନାମା ବା ଜେନେରେଟର ଆଦି ନାନା ଯନ୍ତ୍ରପାତିର ଆବଶ୍ୟକତା ରହିଛି। ଠିକ ସେଇଭଳି ଏହି ପୃଥିବୀରେ ଭଗବାନଙ୍କ କ୍ରିୟା ମଧ୍ୟ ଚାଲିଥାଏ। କେତେ ଗୁଡିଏ
ଜାଗତିକ ନିୟମକୁ ଅନୁସରଣ କରି ଏବେ ମଧ୍ୟ ଭଗବାନ ଏହି ପୃଥିବୀରେ ଆବରଣ ମଧ୍ୟରେ ଲୁକାୟିତ ଅବସ୍ଥାରେ ଅଛନ୍ତି। ସେ ତାଙ୍କର ସମ୍ପୂର୍ଣ୍ଣ ବିଭୂତି ତାଙ୍କର ଜ୍ୟୋତି ନେଇ ପ୍ରକାଶିତ ହେଇପାରି ନାହାନ୍ତି। ଏହି ଜଗତର ବିବର୍ତ୍ତନ ତତ୍ତ୍ୱରେ ନୂତନ ଶକ୍ତି ଓ ନୂତନ ଆଲୋକକୁ ପ୍ରତିଷ୍ଠା କରିବା ପାଇଁ ଭଗବାନଙ୍କୁ ବାରମ୍ବାର ଅବତାର ଗ୍ରହଣ କରିବାକୁ ହେଉଛି ଏବଂ ଏହା ଚାଲିବ ଶେଷ ଅବତାର ରୂପେ ଦିବ୍ୟ ଶରୀର ଗ୍ରହଣ କରି ସେ ନିଜକୁ ବିବର୍ତ୍ତନର ପୂର୍ଣ୍ଣ ଭାବରେ ପ୍ରକଟ କରିବା ପର୍ଯ୍ୟନ୍ତ। ସେହି ଦିବ୍ୟ ଅଭିବ୍ୟକ୍ତି କ୍ଷେତ୍ରରେ ମଧ୍ୟ ବିଦ୍ୟୁତ୍ ଶକ୍ତିର ସ୍ଥୂଳ ପ୍ରୟୋଗ କ୍ଷେତ୍ରରେ କ୍ରିୟାଶୀଳ ଡାଇନାମା ଆଉ ଜେନେରେଟରର ଦୃଷ୍ଟାନ୍ତ ପ୍ରଯୁଜ୍ୟ। ମା ନିଜେ କହୁଛନ୍ତି ଯେ ପୃଥିବୀ ସୃଷ୍ଟିର ପ୍ରାରମ୍ଭରୁ ଯେତେବେଳେ ଓ ଯେଉଁଠି ଦିବ୍ୟ ଚେତନାର ଏକ ରଶ୍ମି ଅଭିବ୍ୟକ୍ତ ହେବାର ସମ୍ଭାବନା ଦେଖାଯାଇଛି ମୁଁ ସର୍ବଦା ସେଠାରେ ରହିଛି। ଏବେ ପୃଥିବୀକୁ ଶାସନ କରୁଛି ଅଧିମାନସ ଏବଂ ଚେତନାର ସେହି ଭୂମିରେ ରହିଛନ୍ତି ଉଚ୍ଚତର ଦେବାଦେବୀମାନେ। ଅତିମାନସ ଅଧିମାନସର ବହୁ ଊର୍ଦ୍ଧ୍ୱରେ ରହିଛନ୍ତି। ସେହି ଅତିମାନସ ସ୍ତରରୁ ହିଁ ଶ୍ରୀମା ଶ୍ରୀ ଅରବିନ୍ଦ ଅଭିବ୍ୟକ୍ତି। ସେଇଥିପାଇଁ ଏ ପୃଥିବୀ ଏପର୍ଯ୍ୟନ୍ତ ଜଣଥିବା ଯେକୌଣସି ଦେବାଦେବୀଙ୍କ ଅପେକ୍ଷା ଏମାନଙ୍କ ଶକ୍ତି ପୃଥିବୀ ଉପରେ ଅଧିକ ସୃଜନଶୀଳ, ଅଧିକ ଫଳପ୍ରଦ ହିଁ କ୍ରିୟା କରୁଛି। ତେଣୁ ବିବର୍ତ୍ତନର ଶେଷ ପରିଣତି ନିମନ୍ତେ ଭଗବାନ ଆଉ ଆବରଣ ମଧ୍ୟରେ ନ ରହି ତାଙ୍କର ସମ୍ପୂର୍ଣ୍ଣ ବିଭୂତି ଆଉ ଶକ୍ତି ନେଇକି ଏଇଠାରେ ହିଁ ଅଭିବ୍ୟକ୍ତ ହେବେ। ଆମେ ଆଶା କରିବା ଯେ ସେଇ ସମୟ ଆଉ ବେଶୀ ଦୂରରେ ନାହିଁ। ସେଇ ଶ୍ରୀ ଅରବିନ୍ଦଙ୍କର ଯେତେବେଳେ ଏଇ ଦିବ୍ୟ ଶରୀର ନେଇକି ନିଜେ ପ୍ରଭୁ ଓ ନିଜର ସମସ୍ତ ମହିମା ନେଇ ପ୍ରକଟିତ ହେବେ ଆଉ ପାର୍ଥିବ ବାତାବରଣ ସମସ୍ତ ପ୍ରକାର ସେତେବେଳେ ଅଜ୍ଞାନତା ଅନ୍ଧକାର ଅନିଶ୍ଚିତତାକୁ ପ୍ରତିହତ କରି ଏଇ ପୃଥିବୀକୁ ସେତେବେଳେ ସେ ରକ୍ଷା କରିବେ। ଆମେ ଯେତେବେଳେ ଶ୍ରୀ ଅରବିନ୍ଦଙ୍କ ପ୍ରଦର୍ଶିତ ଯୋଗ ପଥକୁ ଅନୁସରଣ କରିବା ସେତେବେଳେ ପ୍ରଥମ ପ୍ରୟୋଜନ କଣ ନା ପ୍ରଥମ ପ୍ରୟୋଜନ ହେଉଛି ଅଭିପ୍ସା, ଯୋଉଟା ମା ବହିରେ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ବିଶ୍ୱାସ ଭକ୍ତି ଆନ୍ତରିକତା ମିଥ୍ୟାଚାର ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ଏବଂ କେବଳ ଭଗବାନଙ୍କ ନିକଟରେ ସମ୍ପୂର୍ଣ୍ଣ ଅକୁଣ୍ଠ ସମର୍ପଣ ଆଉ ନିମ୍ନ ପ୍ରକୃତିର କୌଣସି ପ୍ରଭାବ ନିକଟରେ ନୁହେଁ, କେବଳ ଭଗବାନଙ୍କ ନିକଟରେ ଏଇ ସମର୍ପଣ କରିବାକୁ ପଡିବ। ସମଗ୍ର ସତ୍ତା ଦେଇ ଓ ମନ ପ୍ରାଣ ଦେହ ଆଦି ସତ୍ତାର ସମସ୍ତ ଅଂଶ ଦେଇକି ଏହି ସମର୍ପଣ ଆମେ ଯେତେ ଅଧିକରୁ ଅଧିକ ଅଗ୍ରସର ହେଇପାରିବା ଆମ ଭିତରେ ଦିବ୍ୟଜନଙ୍କର ସେଇ ସକ୍ରିୟ ଶକ୍ତିଶାଳୀ ଓ ସଚେତନ ଶକ୍ତି ସେତିକି ଅଧିକ କ୍ରିୟା କରିବ ଏବଂ ସମଗ୍ର ସତ୍ତାର ଶୁଦ୍ଧ ରୂପାନ୍ତର ସମ୍ପୂର୍ଣ୍ଣ ହେଇ ଚାଲିବ। ଯେତେବେଳେ ସମଗ୍ର ପୃଥିବୀର ବାତାବରଣରେ ମା ଆଉ ଶ୍ରୀ ଅରବିନ୍ଦଙ୍କର ସେଇ ଦିବ୍ୟ ପ୍ରଭାବ ପ୍ରତିଷ୍ଠିତ ହେବ ସେତେବେଳେ ଅଭିପ୍ସୁ ସାଧକ ମାନେ ପୃଥିବୀର ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି ସେମାନେ ସେମାନଙ୍କର ଅଭିପ୍ସା ଆଉ ଆନ୍ତରିକତା ଅନୁସାରେ ଶ୍ରୀ ଅରବିନ୍ଦ ଏବଂ ଶ୍ରୀମାଙ୍କର ସହାୟତା ସୁରକ୍ଷା ଗ୍ରହଣ କରିପାରିବେ ଏବଂ ନିଜର ଆଧ୍ୟାତ୍ମିକ ପଥରେ କ୍ରମଶଃ ଅଗ୍ରସର ହେବେ। ଆଉ ମଣିଷ ମାନେ ଯେତେ ଦୂରରେ ରହିଥିଲେ ମଧ୍ୟ ଆମେ ଭାବିବା ଯେ ଯୋଉମାନେ ଆଶ୍ରମରେ ଅଛନ୍ତି କେବଳ ସେଇମାନେ ପାଇପାରିବେ ମାଙ୍କ ନିକଟରେ ବା ଆଶ୍ରମରେ ଅଛନ୍ତି, କିନ୍ତୁ ନା ମା କହୁଛନ୍ତି ଯେତେ ଦୂରରେ ଯିଏ ଥିଲେ ମଧ୍ୟ ତାର ଆନ୍ତରିକ ଅଭିପ୍ସା ଆଉ ବିଶ୍ୱାସ ଭକ୍ତି ଦ୍ୱାରା ତାର ଅଗ୍ରଗତି ସୁନିଶ୍ଚିତ। କିନ୍ତୁ ଏ ଏକ ଦୈହିକ ରୂପାନ୍ତର ସମେତ ସମଗ୍ର ସତ୍ତାର ସମ୍ପୂର୍ଣ୍ଣ ରୂପାନ୍ତର ନିମନ୍ତେ ଏହା ଏକାନ୍ତ ଅପରିହାର୍ଯ୍ୟ ଯେ ସାଧକକୁ ଏହି ପୂର୍ଣ୍ଣ ଯୁଗର ଦିବ୍ୟ ଗୁରୁଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟରେ ରହିବାକୁ ପଡିବ। ପ୍ରତ୍ୟକ୍ଷ ସାନ୍ନିଧ୍ୟରେ ରହିବାକୁ ପଡିବ। ମା କହୁଛନ୍ତି ଯେ ମା ନିଜେ ହଉଛନ୍ତି ଏଇ ଯୁଗ ପଥରେ ଆଗକୁ ନେଇଯିବା ପାଇଁ ମା ଆମକୁ ନିଜେ ସହାୟତା କରୁଛନ୍ତି। ମାଙ୍କର କୃପା ମାଙ୍କର କରୁଣା ସବୁବେଳେ ଆମ ସହିତ ଅଛି। ମା ହିଁ ଆମକୁ ଗଢୁଛନ୍ତି, ମା ହିଁ ଆମର ପଥ ପ୍ରଦର୍ଶନ କରୁଛନ୍ତି। କୃପାମୟୀ ମା କରୁଣା ପରବଶ ହେଇ ତାଙ୍କର ସମସ୍ତ ସ୍ନେହ ଶ୍ରଦ୍ଧା ଭଲ ପାଇବା ମାଧ୍ୟମରେ ଆମର ସମସ୍ତ ଅପୂର୍ଣ୍ଣତା ସତ୍ତା ଆମକୁ ଗ୍ରହଣ କରିଛନ୍ତି। ଆମେ ଯୋଉ କେତେ ଭାଗ୍ୟବାନ ଏଇ ଶ୍ରୀ ଅରବିନ୍ଦ ମାଙ୍କୁ ପୂର୍ଣ୍ଣ ଯୁଗର ପୂର୍ଣ୍ଣ ଅବତାରଙ୍କୁ ଆମ ଗୁରୁ ଭାବରେ ପାଇଛୁ। ଆଉ ତାଙ୍କର କୃପା ସବୁବେଳେ ଆମେ
ପାଇ ଚାଲିଛୁ ଆଉ ସେଇ କୃପାର ସାଗରରେ ଆମେ ଯାତ୍ରା କରୁଛୁ ସେଇ ମହାନ ଅତିମାନସ ରାଜ୍ୟର ସନ୍ଧାନରେ। ଆଜି ଆମେ ଯୋଉ ଅତିମାନସ ରାଜ୍ୟରେ ଆମେ ଯାତ୍ରା କରୁଛୁ, ମା ହଉଛନ୍ତି ସେଇ ନୌକାରେ ନିଜେ ଦିଶାରି। ଏହି ନୌକାର ଯାତ୍ରୀ ହେଲେ ମାଙ୍କର ସମସ୍ତ ଭବିଷ୍ୟତର ମଣିଷ ମାନେ, ଯେଉଁମାନଙ୍କୁ ମା ନିଜେ ପ୍ରସ୍ତୁତ କରୁଛନ୍ତି, ମା ନିଜେ ରୂପାନ୍ତର କରୁଛନ୍ତି ଅତିମାନବ ଜନ୍ମ ହେବା ପାଇଁ। ମା ତାଙ୍କର ନିଜର ଅନୁଭୂତି କଥାଟା କହୁଛନ୍ତି। ମା କହୁଛନ୍ତି ଯେ 1958 ମସିହା ଫେବୃଆରୀ 19 ତାରିଖ ରାତିରେ ମା ଯେଉଁ ଅତିମାନସ ନୌକାର ଅନୁଭୂତି ହେଇଥିଲା, ସେ ଅନୁଭୂତି ବିଷୟରେ ମା କହୁଛନ୍ତି ଯେ ଅତିମାନସ ଜଗତ ସର୍ବଦା ରହିଛି ଏବଂ ମୁଁ ସେଠାରେ ମୋର ଅତିମାନସ ଶରୀରରେ ସର୍ବଦା ରହିଛି। ଏଇ ବାଣୀରୁ ଆମେ ନିଶ୍ଚିତ ଭାବରେ ଜାଣିପାରୁଥିବା ଯେ ମା ତାଙ୍କର ଏଇ ଅତିମାନସ ନୌକାର ଅନୁଭୂତି ବିଷୟରେ ଯେତେବେଳେ କହୁଛନ୍ତି, ସେଇ ଅତିମାନସ ନୌକାରେ ମା ହଉଛନ୍ତି ସେଇ ଅଗ୍ରଣୀ ସନ୍ତାନ ମାନଙ୍କୁ ନିଜେ ତାଲିମ ଦଉଛନ୍ତି ଏବଂ ସେଇମାନଙ୍କୁ ସେ ରୂପାନ୍ତର କରୁଛନ୍ତି ଏବଂ ଅତିମାନସ ରାଜ୍ୟ ଦିଗରେ ମା ନେଇ ଚାଲିଛନ୍ତି। ଯେତେବେଳେ ନୌକାଟି ଅତିମାନସ ଜଗତ କୂଳରେ ଲାଗିଲା, ମା କହୁଛନ୍ତି ମା ତାଙ୍କର ସନ୍ତାନ ମାନଙ୍କୁ ଜଣ ଜଣ କରି କୂଳକୁ ପଠାଉଛନ୍ତି, ଯେଉଁଠିକି 2 ଜଣ ଅତିମାନସ ସତ୍ତା ସେମାନଙ୍କୁ ପରୀକ୍ଷା କରି ଦେଖୁଛନ୍ତି। ଯୋଉମାନଙ୍କର ଶରୀର ପୂର୍ଣ୍ଣ ରୂପାନ୍ତର ହେଇଥିଲା ସେମାନଙ୍କୁ ଅତିମାନସ ରାଜ୍ୟକୁ ସେମାନେ ଛାଡୁଥିଲେ। ଆଉ ଯେଉଁମାନେ ଏ ହଉଛନ୍ତି ସେଇ ଗୁରୁ ଯିଏକି ମାନେ ପୂର୍ଣ୍ଣ ଯୁଗର ପୂର୍ଣ୍ଣ ଅବତାରଙ୍କୁ ଆମେ ପାଇଛୁ, ଯିଏକି ଆମର ସମସ୍ତ ସମ୍ପୂର୍ଣ୍ଣ ରୂପାନ୍ତର ପର୍ଯ୍ୟନ୍ତ ଆମ ସହିତ ଅଛନ୍ତି। ମା ନିଜେ ତାଙ୍କର ସେଇ ଅନୁଭୂତିଟିକୁ କିଭଳି ଭାବରେ ବର୍ଣ୍ଣନା କରୁଛନ୍ତି, ମା ଯୋଉଟା ଭିଜନରେ ଦେଖିଛନ୍ତି। ମା କହୁଛନ୍ତି ଯେଉଁମାନଙ୍କର ଶରୀର ପୂର୍ଣ୍ଣ ରୂପାନ୍ତର ହେଇଥିଲା ସେଇମାନଙ୍କୁ ଅତିମାନସ ରାଜ୍ୟକୁ ସେମାନେ ଛାଡୁଥିଲେ, ଯେଉଁମାନଙ୍କ ପୂର୍ଣ୍ଣ ରୂପାନ୍ତର ବାକି ଥିଲା ସେମାନଙ୍କୁ ସେମାନେ ଫେରସ୍ତ କରି ପଠାଉଥିଲେ। ଏହି ନୌକାରେ କିଛି ବି ଏହି ପୃଥିବୀର ଜଡ ବସ୍ତୁ ଭଳି ନଥିଲା, ସବୁ କିଛି ଅତିମାନସର ଉପାଦାନ ଦେଇ ତିଆରି ହେଇଥିଲା। ମଣିଷ ଏପରିକି ନୌକା ମଧ୍ୟ ଏହି ଅତିମାନସ ବସ୍ତୁରେ ନିର୍ମିତ ହୋଇଥିଲା। ସବୁ କିଛିର ରଙ୍ଗ ବି କେମିତି ଥିଲା? ମା କହୁଛନ୍ତି ନା ସବୁ କିଛିର ରଙ୍ଗ ଥିଲା ସୁବର୍ଣ୍ଣ ରଙ୍ଗର, ତାହା ସହ କିଛି ଲାଲ ରଙ୍ଗ ମିଶିଥିଲା। ମଣିଷ ମାନଙ୍କ ପୋଷାକ ଆଦି ମଧ୍ୟ ପୃଥିବୀର ପୋଷାକ ଭଳି ନଥିଲା। ଏହି ପୋଷାକ ଶରୀରର ଏକ ଅଂଶ ମାତ୍ର, ଯାହା ପରିବର୍ତ୍ତନ କରାଯାଇ ପାରୁଥିଲା। ଏହି ନୌକାରେ ଖାଲି ଯେ ଆଶ୍ରମ ଲୋକମାନେ ଥିଲେ ତା ନୁହେଁ। ମା ଯୋଉ କଥା କହୁଥିଲେ ଯୋଉମାନେ ପାଖରେ ଅଛନ୍ତି ବା ମୋର ନିକଟବର୍ତ୍ତୀ ଯେ ଖାଲି ସେଇମାନଙ୍କ ରୂପାନ୍ତର, ସେଇ କଥା ନୁହେଁ। ମା କହୁଛନ୍ତି ଖାଲି ଆଶ୍ରମ ଲୋକ ଥିଲେ ତା ନୁହେଁ, ବାହାର ଲୋକମାନେ ଅନେକ ଥିଲେ ଯାହାଙ୍କୁ ମା ଜାଣିଥିଲେ। ସମସ୍ତଙ୍କୁ ସେ ବ୍ୟକ୍ତିଗତ ଭାବେ ଚିହ୍ନନ୍ତି ଆଉ ଜାଣନ୍ତି। ଏହି ନୌକାରେ 14 ବର୍ଷରୁ ଓ ତା ଉର୍ଦ୍ଧ୍ୱ ବୟସର ଲୋକ ଥିଲେ, କିନ୍ତୁ ବୁଢା ଲୋକ କେହି ନଥିଲେ। ଅଧିକାଂଶ ଲୋକ ଥିଲେ ଯୁବକ। କେବଳ ଯେଉଁମାନେ ଯୁବକ ଭାବରେ ଦୀର୍ଘ ଜୀବନ ଲାଭ କରିପାରିବେ ସେମାନଙ୍କ ମଧ୍ୟରେ ରୂପାନ୍ତର ସମ୍ଭବ ହେଇପାରିବ। ଅଧିକାଂଶ ଲୋକ ଥିଲେ ଯୁବକ। ଆଉ ମା କହୁଛନ୍ତି କେବଳ ଯେଉଁମାନେ ଯୁବକ ଭାବରେ ଦୀର୍ଘ ଜୀବନ ଲାଭ କରିପାରିବେ ସେମାନଙ୍କ ମଧ୍ୟରେ ରୂପାନ୍ତର ସମ୍ଭବ ହେଇପାରିବ। ଆମେ ତ ସବୁବେଳେ ଯୁବକ ରହିବାକୁ ଚାହୁଁନେ, ଆମେ ଖାଲି ବୟସକୁ ଗଣୁଛୁ, ଆମେ ବୁଢା ହେଇଗଲୁଣି। ସେଇଥିପାଇଁ ମା କହିଛନ୍ତି ଯେ ମୁଁ 20 ବର୍ଷର ବୁଢାକୁ ଦେଖିଛି, 80 ବର୍ଷର ଯୁବକକୁ ବି ଦେଖିଛି। ତେଣୁ ଆମର ବୟସର ଗଣନା ବୁଦ୍ଧତର ମାନଦଣ୍ଡ ନୁହେଁ। ଆଉ ଆମେ ଯେ 100 ବର୍ଷ 200 ବର୍ଷ ଜୀବିତ ରହିଲେ ଜଣେ ଯୁବକ ଅବସ୍ଥାରେ ରହିପାରେ, ଏଇ କଥା ବି ବିଶ୍ୱାସ କରିବା ଦରକାର। ଯଦି ଆମର ପୂର୍ଣ୍ଣତା ପାଇଁ କେବେ ହେଲେ ଆମର ଉଦ୍ୟମକୁ ଛାଡି ନ ଦଉ ଅପା ଭାଇମାନେ, ତେବେ ଆମେ କେବେ ବି ବୁଢା ହେବୁ ନାହିଁ। ସେଇଟା ଆମ ଚେତନାର ଗୋଟେ ଭାବନାର ଗୋଟେ ସ୍ତର। ଆଉ ଶରୀର ତ୍ୟାଗ ପରେ ମଧ୍ୟ ଆମର ଯୋଉଟା ଅଧୁରା ରୂପାନ୍ତର କାମ ଶେଷ କରିବା ପାଇଁ ପୁଣି ମା ଆମକୁ ନୂତନ ଶରୀରରେ ଏଇ ନୌକାରେ ସ୍ଥାନ ଦେବେ। ମାଙ୍କର ଏଇଟା ହଉଛି ଚିରନ୍ତନର କାମ। ତେଣୁ ଏଇଥିରୁ ଆମେ ବୁଝୁଛୁ ଯେ ଆମେ ଯୋଉ ଶ୍ରୀ ଅରବିନ୍ଦଙ୍କ ଯୁଗରେ ପୂର୍ଣ୍ଣ ଯୁଗରେ ବା ରୂପାନ୍ତର ହେବାକୁ ଆମେ କେବେ ବି ଚାହିଁଲେ ଆମେ ନିଜେ ହେଇପାରିବୁ ନାହିଁ। ଆମକୁ ଏଇ ନୌକାକୁ ଆସିବାକୁ ପଡିବ। ଆଉ ସେଇ ଭବିଷ୍ୟତର ମଣିଷ ହେବା ପାଇଁ, ସେଇ ନୂତନ ଯୁଗର
ସେ ଦିବ୍ୟ ଜୀବନ ପାଇବା ପାଇଁ ଆମକୁ ସଂକଳ୍ପ ରଖିବାକୁ ପଡିବ ଆଉ ମାଙ୍କ ନିକଟରେ ନିଜକୁ ଦେଇଦେବାକୁ ପଡିବ। ସେଇଥିପାଇଁ ମା କହୁଛନ୍ତି ମୁଁ କାହାରି ଗୁରୁ ହେବା ପାଇଁ ଆଗ୍ରହୀ ନୁହେଁ, ବିଶ୍ୱମୟୀ ଜନନୀ ହିସାବରେ ପ୍ରେମର ମଧ୍ୟ ଦେଇ ନୀରବରେ କାର୍ଯ୍ୟ କରିବା ମୋ ପକ୍ଷରେ ଅଧିକ ସ୍ୱତଃସ୍ଫୂର୍ତ୍ତ ଓ ସ୍ୱାଭାବିକ। ସେଇଥିପାଇଁ କିନ୍ତୁ ମା ରୂପରେ ଆସିଛନ୍ତି ସ୍ୱୟଂ ବିଶ୍ୱଜନନୀ। ଏହି କାର୍ଯ୍ୟକୁ ବେଶୀ ଭାବରେ ଅଧିକ ଭାବରେ ନିକଟବର୍ତ୍ତୀ ହେଇପାରିବେ ତାଙ୍କର ସନ୍ତାନ ମାନଙ୍କ ପାଖରେ ବା ସନ୍ତାନ ମାନେ ମଧ୍ୟ ତାଙ୍କର ନିକଟବର୍ତ୍ତୀ ହେଇପାରିବେ। କାହିଁକି ନା ପିଲାଟି ଯେମିତି ମା ପାଖରେ ଯେତିକି ନିଜକୁ ଖୋଲି ଦେଇପାରେ କାହା ପାଖରେ ବା ବାପା ପାଖରେ ସେ ଖୋଲି ପାରେ ନାହିଁ। ସେଥିପାଇଁ ମା ରୂପରେ ଆସିଛନ୍ତି ସେଇ ପ୍ରେମମୟୀ ଜନନୀ। ସେତେବେଳେ ଯେତେବେଳେ ଅନେକ ମାଙ୍କୁ ଗୁରୁ ବୋଲି ମାନିବା ପାଇଁ ଆରମ୍ଭ କରିଛନ୍ତି ମା ସେତେବେଳେ କହିଛନ୍ତି ଏବେ ମୁଁ ଜାଣିବାକୁ ପାଉଛି ଅନେକ ଲୋକ ଯଦିଓ ଖୁବ ବେଶୀ ନୁହନ୍ତି ମତେ ସେମାନଙ୍କର ଗୁରୁ ଦୃଷ୍ଟିରେ ଦେଖୁଛନ୍ତି, ସେମାନେ ମତେ ସନ୍ତୁଷ୍ଟ କରିବା ଲାଗି ବହୁତ ବ୍ୟଗ୍ର। କାରଣ ଗୁରୁକୁ ସନ୍ତୁଷ୍ଟ କରିବାକୁ ପଡେ। ଯୋଗ ପଥରେ ଚାଲିବା ନିମିତ୍ତ ସାମର୍ଥ୍ୟ ଅର୍ଜନର ଶ୍ରେଷ୍ଠତମ ଉପାୟ ହେଉଛି ଗୁରୁଙ୍କୁ ସନ୍ତୁଷ୍ଟ କରିବା। ମା କହୁଛନ୍ତି ମୁଁ ବୁଝିଛି ଯେ ଗୁରୁଙ୍କର କର୍ତ୍ତବ୍ୟ ହେଉଛି ପ୍ରତ୍ୟେକଙ୍କୁ ଉତ୍ସାହିତ କରିବା, ଯାହାଫଳରେ ସେ ଭଗବାନଙ୍କ ଦିଗରେ ଶୀଘ୍ର ଅଗ୍ରଗତି କରିପାରିବ ଓ ତାଙ୍କ ଦିବ୍ୟ ଉଦ୍ଦେଶ୍ୟ ସାଧନ କରିପାରିବ। ରୂପାନ୍ତର ଯୁଗର ପ୍ରକୃତ ଗୁରୁ ହେଲେ ଶ୍ରୀ ଅରବିନ୍ଦ। ମା ମଧ୍ୟ ଶ୍ରୀଅରବିନ୍ଦଙ୍କୁ ଗୁରୁ ଭାବରେ ଦେଖୁଥିଲେ। ଥରେ ଜଣେ ଭକ୍ତ ଚିଠିର ଉତ୍ତର ଦେଇ ମା କହୁଛନ୍ତି ତୁମକୁ ମହାଶକ୍ତିଙ୍କ ଚରଣରେ ପହଞ୍ଚାଇବା ପାଇଁ ଏ ପୃଥିବୀରେ ଶ୍ରୀ ଅରବିନ୍ଦଙ୍କ ଛଡା ଆଉ କାହାରିକୁ ମୁଁ ବେଶୀ ଉପଯୁକ୍ତ ଭାବରେ ଦେଖିବାକୁ ପାଉନାହିଁ। ତେଣୁ ଏହି ରୂପାନ୍ତର ଯୁଗରେ ମଣିଷ ନିଜେ ତାର ନିଜ ଚେଷ୍ଟାରେ କରିପାରିବ ନାହିଁ। ଏଇଥିପାଇଁ ମା ଶ୍ରୀ ଅରବିନ୍ଦଙ୍କର ସାହାଯ୍ୟ ଏକାନ୍ତ ଆବଶ୍ୟକ। ଏହି ଯୁଗ ଅତ୍ୟନ୍ତ କଠିନ, ଅତ୍ୟନ୍ତ ସମୟ ସାପେକ୍ଷ। ଏ ବିଷୟରେ ନିଜେ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ତୁମେ କଳ୍ପନା କର ନାହିଁ ଯେ ଏହି ପଥ ଅତି ସହଜ। ଏହି ଯୋଗ ପଥରେ ହେଲା ଅତ୍ୟନ୍ତ ଦୀର୍ଘ, ବନ୍ଧୁର, ବିପଦ ସଂକୁଳ ଓ କଷ୍ଟକର। ପ୍ରତ୍ୟେକ ପଦକ୍ଷେପରେ ଅତର୍କିତ ଆକ୍ରମଣର ସମ୍ଭାବନା ରହିଛି ଆଉ ପ୍ରତ୍ୟେକ ମୋଡରେ ଅଜଣା ବିପଦ ରହିଛି। ହଜାରେ ଦୃଶ୍ୟ ବା ଅଦୃଶ୍ୟ ଶତ୍ରୁ ତୁମ ବିରୋଧରେ ଠିଆ ହେବେ। ତୁମ ଅଜ୍ଞାନତାର ବିରୁଦ୍ଧରେ ସୂକ୍ଷ୍ମ ଭାବରେ ଭୟଙ୍କର କଥା ସବୁ ରହିଛି। ତୁମର ଦୁର୍ବଳତା ବିରୁଦ୍ଧରେ ପ୍ରଚଣ୍ଡ ଶକ୍ତିଶାଳୀ ବାଧା ରହିଛି। ଅନେକ କଷ୍ଟ କରି ଯେତେବେଳେ ତୁମେ ସେ ସବୁକୁ ଧ୍ୱଂସ କରିଦିଅ, ପୁଣି କଣ ହଉଛି ନା ଆହୁରି ହଜାରେ ବାଧା ତା ସ୍ଥାନରେ ମୁଣ୍ଡ ଟେକିବ। ତୁମକୁ ବାଧା ଦେବା ପାଇଁ ଓ ଘେରାଉ କରିବା ପାଇଁ, ତୁମକୁ ଖତାକ୍ତ କରିବା ପାଇଁ, ତୁମକୁ ଭୟଭୀତ କରିବା ପାଇଁ ନର୍କ ତୁମ ଉପରେ ତାର ଦଳବଳଙ୍କୁ କଣ କରିବ ନା ଉଦ୍ଗୀରଣ କରିବ। ସ୍ୱର୍ଗ ତୁମକୁ ନିର୍ଦ୍ଦୟ ପରୀକ୍ଷା ସବୁ ଶୀତଳ ଅସ୍ୱୀକୃତି ସବୁକୁ ନେଇ ଭେଟି ଦବ। କେତେ କଷ୍ଟ, କେତେ ଯନ୍ତ୍ରଣା, ରୂପାନ୍ତର। ଆମେ ଏଇଭଳି ଏକ ଜୀବନକୁ ଚାହୁଁଛୁ ଯେତେବେଳେ କିଛି କଷ୍ଟ ଆମ ପାଇଁ ଏଇ ପ୍ରଭୁ ନିଜେ ଏଇ କଥା କହୁଛନ୍ତି। ତେଣୁ ଏଇ ପଥରେ ଚାଲିବା ପାଇଁ ଆନ୍ତର ଡାକରା ଯୋଉମାନେ ପାଇଛନ୍ତି, ମା ଶ୍ରୀଙ୍କ ଚରଣରେ ନିଜକୁ ସମର୍ପିତ ଯୋଉମାନେ କରିଛନ୍ତି, ସେଇମାନେ କେବଳ ଏଇ ସବୁ ବାଧା ବିପତ୍ତିକୁ ଭ୍ରୁକ୍ଷେପ ନ କରି ବୀର ଯୋଦ୍ଧା ଭଳି ଆଗେଇ ଚାଲିଛନ୍ତି ବା ଚାଲିବେ ଆଉ ତାଙ୍କ ଗନ୍ତବ୍ୟସ୍ଥଳରେ ନିଶ୍ଚିତ ଭାବରେ ପହଞ୍ଚିବେ। ଆମେ ମା ଶ୍ରୀଙ୍କୁ ଗ୍ରହଣ କରିଛୁ ସତ, କିନ୍ତୁ ମା ଶ୍ରୀଙ୍କୁ ଆମେ ସେଇଭଳି ଭାବରେ ଯଦି ବିଶ୍ୱାସ, ଭରସା ଆଉ ଦୃଢ ସଂକଳ୍ପର ସହ ତାଙ୍କ ନିକଟରେ ଆମେ ସମର୍ପଣ କରୁ, ତେବେ ନିଶ୍ଚିତ ଭାବରେ ଆମେ ଏଇ ଦୁଃସାହସିକ ଏଇ ସରଦୀପ୍ତ ପଥରେ ନିଶ୍ଚିତ ଭାବରେ ମା କୃପାମୟୀ ମାଙ୍କର ହାତ ଧରି ଆମେ ଯାଇପାରିବୁ। ବା ସିଏ ତାଙ୍କ ପଣତର ସ୍ନେହମୟୀ ମା ତାଙ୍କର ସେଇ ସ୍ନେହର ପଣତ ତଳେ ଆମର ସମସ୍ତ ଅଜ୍ଞାନତାକୁ, ସମସ୍ତ ମଳିନତାକୁ, ସମସ୍ତ ଅନ୍ଧକାରକୁ ମା ପୋଛି ଝାଡି ତାଙ୍କ କୂଳକୁ ନେଇଯିବେ। ଏଇଭଳି ଏକ ଭାବନାର ସହ ମାଙ୍କ ପାଦ ପଦ୍ମରେ ଏଇ ବାଣୀକୁ ବିରାମ ଦେବା। ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ବନ୍ଦେ ମାତରମ୍।